ଏମାନଙ୍କୁ ଘରୁ ଖାଲି ହାତରେ ଯିବାକୁ ଦିଅନ୍ତୁନି, ନହେଲେ ଦୁର୍ଭାଗ୍ୟ ପିଛା ଛାଡ଼ିବନି। ବନ୍ଧୁ, ହିନ୍ଦୁ ଶାସ୍ତ୍ରରେ ଅତିଥିଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। ଏମିତି ତ ସମସ୍ତଙ୍କ ଘରକୁ ଅତିଥିଙ୍କ ଆସିବା ଯିବା ଲାଗି ରହିଥାଏ। ତ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ଚରଣ ଘର ପାଇଁ ଅତି ଶୁଭ ବୋଲି ମାନ୍ୟତା ଅଛି। ଯଦି ଆପଣଙ୍କ ଘରକୁ ଏହି 5 ଜଣ ଲୋକଙ୍କ ମଧ୍ୟରୁ ଜଣେ ବି ଆସେ, ତେବେ ଏହା ଆପଣଙ୍କ ପାଇଁ ସୌଭାଗ୍ୟପୂର୍ଣ୍ଣ କଥା। ନିଜ ଘରୁ ଏମାନଙ୍କୁ କେବେ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭଲ ଲାଗିଲେ ନିଶ୍ଚୟ ଲାଇକ୍ ସେୟାର କରନ୍ତୁ। କମେଣ୍ଟରେ ଜୟ ମା ତାରିଣୀ ଅବଶ୍ୟ ଲେଖନ୍ତୁ। ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଫ୍ରେଣ୍ଡସ୍। ଯେଉଁମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ତାଙ୍କୁ ମା ତାରିଣୀ ମଙ୍ଗଳରେ ରଖନ୍ତୁ। ସେମିତି ନୁହେଁ, ସମସ୍ତଙ୍କୁ ମଙ୍ଗଳରେ ରଖନ୍ତୁ। ଆସନ୍ତୁ ଜାଣିବା କାହାର ପାଦ ପଡ଼ିଲେ ଶୁଭ। 1. କିନ୍ନର। ଏମିତି ଏମାନେ ବିବାହ, ପିଲାର ଜନ୍ମ ଆଦି ସମୟରେ ଆସନ୍ତି। କିନ୍ତୁ କୌଣସି ସମାରୋହ ବିନା ଯଦି କୌଣସି କିନ୍ନର ଆପଣଙ୍କ ଘରକୁ ଆସିଯାଏ, ତାକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। କୁହାଯାଏ କି କିନ୍ନରଙ୍କ ଆଶୀର୍ବାଦରେ ବହୁତ ଶକ୍ତି। ତାଙ୍କୁ ନିଜ ସାମର୍ଥ୍ୟ ଅନୁସାରେ କିଛି ପଇସା, ବସ୍ତ୍ର ଇତ୍ୟାଦି ଦିଅନ୍ତୁ। ଜ୍ୱାଇଁ। ଯଦି ଘରର ଜ୍ୱାଇଁ ଆପଣଙ୍କ ଘରକୁ ଆସେ ତ ଆପଣଙ୍କ ଘରର ସୌଭାଗ୍ୟ ବୃଦ୍ଧି ହୁଏ। ଘରର ଜ୍ୱାଇଁଙ୍କୁ ମାନ ସମ୍ମାନ ଅବଶ୍ୟ କରନ୍ତୁ ଓ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ଭଣଜା ଓ ଭାଣିଜୀ। ଆପଣଙ୍କ ଭଣଜା ଭାଣିଜୀଙ୍କ ଚରଣ ଆପଣଙ୍କ ଘର ପାଇଁ ବହୁତ ସୌଭାଗ୍ୟପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଭଣଜାର ସ୍ଥାନ ସବୁ ସମ୍ପର୍କ ଠାରୁ ଉପରେ। କେଉଁଠି କେଉଁଠି ତ ଲୋକ ଭଣଜା ଓ ଭାଣିଜୀଙ୍କ ଚରଣ ସ୍ପର୍ଶ କରନ୍ତି। ସେଥିପାଇଁ ଭଣଜାକୁ କେବେ ବି ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ବ୍ରାହ୍ମଣ। ଯଦି କୌଣସି ବ୍ରାହ୍ମଣ ଆପଣଙ୍କ ଦ୍ୱାରକୁ ଆସନ୍ତି, ତେବେ ଖାଲି ତାଙ୍କୁ ଯିବାକୁ ଦିଅନ୍ତୁ ନାହିଁ। ଯଦି କୌଣସି ଭିକ୍ଷୁକ ବା ବ୍ରାହ୍ମଣ ଖାଲି ହାତ ଯାଏ, ତେବେ ଆପଣଙ୍କ ଘରର ସୁଖ ସମୃଦ୍ଧି ଚାଲିଯାଏ। ଯଦି ଈଶ୍ୱର ଆପଣଙ୍କୁ ଦାନ ଦେବା ଯୋଗ୍ୟ ବନାଇଛନ୍ତି, ତ ନିଜର ସାମର୍ଥ୍ୟ ହିସାବରେ ଅବଶ୍ୟ ଦାନ କରନ୍ତୁ। ଝିଅ। ଘରର ବିବାହିତା ଝିଅକୁ ଘରୁ କେବେ ନିରାଶ ହୋଇ ଯିବାକୁ ଦିଅନ୍ତୁ ନାହିଁ। କୁହାଯାଏ, ଯେଉଁ ଘରର ଝିଅ ବାପ ଘରୁ ଦୁଃଖୀ ହୋଇଯାଏ, ସେ ଘରେ ଖୁସି କେହି ରହନ୍ତି ନାହିଁ। ସେଥିପାଇଁ ଘରର ଝିଅଙ୍କୁ ମାନ ସମ୍ମାନ ସହିତ ଖୁସି ଖୁସି ଯିବାକୁ ଦିଅନ୍ତୁ।